ଜୟ ଜଗନ୍ନାଥ। ଆସନ୍ତୁ ବୁଧ ଗ୍ରହ ଉପରେ ଜାଣିବା। ପ୍ରିୟଙ୍ଗୁ କଳିକାଶ୍ୟାମଂ ରୂପେଣ ପ୍ରତିମଂ ବୁଧଂ ସୌମ୍ୟଂ ସର୍ବଗୁଣୋପେତଂ ନମାମି ଶଶିନଂ ସୁତଂ। ହେ ଭକ୍ତ ସମାଜ, ଏହା ଥିଲା ବୁଧ ଗ୍ରହଙ୍କ ଧ୍ୟାନ ରହି ଏହି ମନ୍ତ୍ର ଜପିଲେ ଶାନ୍ତି ହୁଏ। ବୁଧଙ୍କର ପ୍ରଭାବ ଆପଣଙ୍କ ଉପରେ ଶାନ୍ତ ରହିବ। ଆସନ୍ତୁ ବୁଧ ଗ୍ରହ, ସେ ହେଉଛନ୍ତି ଉତ୍ତର ଦିଗର ଅଧିପତି। ଜାତିରେ ଶୂଦ୍ର, ଅନ୍ତରୋଗ ଯଥା ପେଟ ମରା, ହାର୍ନିଆ, এই ଦେହର ବିଭିନ୍ନ ପ୍ରକାର ଅଙ୍ଗର କଷ୍ଟ, ଏହିସବୁ ଥଣ୍ଡା, ଜ୍ୱର ଇତ୍ୟାଦି ଇତ୍ୟାଦି ବୁଧ ଯୋଗୁଁ ହୁଏ। ବୁଧ ପ୍ରାୟତଃ ଖଟା ରସ ପ୍ରିୟ, ତେଣୁ ବୁଧଙ୍କର ରସ ଖଟା। ବୁଧ ସବୁଜ ବର୍ଣ୍ଣ ଆଉ ଧନୁରାକୃତି ବୁଧ ଉତ୍ତର ଦିଗକୁ ମୁହଁ ଥାଏ। ଆସନ୍ତୁ ଜାଣିବା। ପ୍ରଥମ ବା ଜନ୍ମ ବୁଧ ହେଲେ କଣ ହୁଏ? ଫଳ ବନ୍ଧନ, କାର୍ଯ୍ୟରେ ଅସ୍ଥିରତା। ଦ୍ୱିତୀୟରେ ବୁଧ ହେଲେ ଅର୍ଥ ହସ୍ତଗତ ହବ, କାର୍ଯ୍ୟରେ ସଫଳ ହୁଏ। ତୃତୀୟରେ ବୁଧ ହେଲେ ଶତ୍ରୁ ଦ୍ୱାରା କ୍ଷତିଗ୍ରସ୍ତ ହେବେ। ଚତୁର୍ଥରେ ବୁଧ ହେଲେ କାର୍ଯ୍ୟରେ ବହୁତ ସଫଳ ହେବେ। ଚତୁର୍ଥରେ ବୁଧ କାର୍ଯ୍ୟରେ ଲାଭ। ପଞ୍ଚମରେ ବୁଧ ହେଲେ ମତିଗତି ଅସ୍ଥିର ହେବ। ଏହାର ପ୍ରଭାବରେ ବିଭିନ୍ନ ପ୍ରକାର ତ୍ରୁଟି ଘଟିପାରେ କାର୍ଯ୍ୟରେ ହେଲା। ଷଷ୍ଠ ବୁଧ ହେଲେ କାର୍ଯ୍ୟରେ ଯୋଗଦାନ ଓ ଲାଭ ଫଳ ପାଇବେ। ସପ୍ତମରେ ବୁଧ ହେଲେ ଅଙ୍ଗ ପୀଡ଼ା ଅଛି, ଅଧିକ ଖର୍ଚ୍ଚାନ୍ତ ହେବ, ମାନସିକ ଚିନ୍ତା ବଢ଼ିବ। ଅଷ୍ଟମରେ ବୁଧ ରହିଲେ ଧନବାନ ହେବେ, ଧାତୁ ଦ୍ରବ୍ୟ ଲାଭ ହେବ। ଆଉ ନବମରେ ବୁଧ ହେଲେ କାର୍ଯ୍ୟରେ ବିଭ୍ରାନ୍ତି। ଦଶମରେ ବୁଧ ହେଲେ କାର୍ଯ୍ୟରେ ବୃଦ୍ଧି, ଅର୍ଥ ଯୋଗ। ଏକାଦଶରେ ବୁଧ ହେଲେ କାର୍ଯ୍ୟରେ ଜୟଯୁକ୍ତ ଓ ଅର୍ଥ ପ୍ରାପ୍ତି। ଏକାଦଶ ବୁଧ। ଦ୍ୱାଦଶରେ ବୁଧ ଧାତୁକ୍ଷୟ, ଅର୍ଥ ବ୍ୟୟ। ଏକ ରାଶିରେ ବୁଧ 18 ଦିନ ସ୍ଥିତି, 18 ଦିନ ପରେ ଆଉ ଗୋଟେ ରାଶିକୁ ଚଳନ କରନ୍ତି। ଆପଣ ମାନେ ପାଞ୍ଜିରୁ ଦେଖି ଜାଣିପାରିବେ କେଉଁ ଗ୍ରହ ଆପଣଙ୍କର ଜନ୍ମସ୍ଥାନରେ ଅଛି କି ଅନ୍ୟାନ୍ୟ ସ୍ଥାନରେ ଅଛନ୍ତି। ସେହି ସବୁକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବେ। ସାବଧାନ ହେଲେ ସମାଧାନ ଅଛି। ଜୟ ଜଗନ୍ନାଥ। ମୁଁ ରହୁଛି ରବୀନ୍ଦ୍ର କୁଲାରୀ।